ସୁନାଝରି ପାହାଡ଼ରେ ଗଞ୍ଜେଇ ସାମ୍ରାଜ୍ୟ ଅମଳ ପୂର୍ବରୁ ମିଳିତ ଚଢ଼ାଉ ଚାଲି ଚାଲି ପହଞ୍ଚିଲା ଟିମ୍। ପ୍ରତିବର୍ଷ କେନ୍ଦୁଝରରେ ଗଞ୍ଜେଇ ଚାଷ ହେଉଥିବା ବେଳେ ଏଥର ବନ ବିଭାଗର ତତ୍ପରତା ଯୋଗୁଁ ଗଞ୍ଜେଇ ଉତ୍ପାଦନ ପୂର୍ବରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହି ଚଢ଼ାଉରେ କାଜୁପାଣି ପୋଲିସ ଅବକାରୀ ଅଧିକାରୀ କେନ୍ଦୁଝର ଅଭିରାମ ବେହେରା କେନ୍ଦୁଝର ବନ ବିଭାଗ ଟିମ୍ର ମିଳିତ ଭାବରେ ଚଢ଼ାଉ କରାଯାଇଥିଲା। ଆଉ 10 ଦିନ ପରେ ଗଞ୍ଜେଇ ଅମଳ ହୋଇଥାନ୍ତା, ମାତ୍ର ତାହା ପୂର୍ବରୁ ଚଢ଼ାଉ ବନ ବିଭାଗକୁ ସଫଳତା ମିଳିଛି। ଗତ ବର୍ଷ ସୁନାଝରା ପାହାଡ଼ରେ ପ୍ରବଳ ଗଞ୍ଜେଇ ଚାଷ ହୋଇଥିବା ବେଳେ ଠିକ୍ ଚଢ଼ାଉର ପୂର୍ବ ଦିନ ମାଫିଆମାନେ ତାହା କାଟି ନେଇଯାଇଥିଲେ। ଖବର ପ୍ରକାଶ ପରେ ବନ ବିଭାଗ ପକ୍ଷରୁ ଏକ ଟିମ୍ ସୁନାଝରି ଅଞ୍ଚଳରେ ଅନୁସନ୍ଧାନ କରିଥିଲା। ଡ୍ରୋନ୍ ସାହାଯ୍ୟରେ ପ୍ରକୃତ ତଥ୍ୟ ମିଳିବା ପରେ ଚଢ଼ାଉ ପାଇଁ ସ୍ୱତନ୍ତ୍ର ଯୋଜନା ହୋଇଥିଲା। ସୁନାଝରି ପାହାଡ଼ ଉପରକୁ କୌଣସି ଗାଡ଼ି ଯାଇପାରୁନଥିବା ବେଳେ ଚଢ଼ାଉ ଟିମ୍ ଚାଲି ଚାଲି ସେଠାରେ ପହଞ୍ଚିଥିଲେ, ଯାହାକି ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ଟିକେ ବି ସୂଚନା ମିଳିପାରିନଥିଲା, ଯେଉଁଥିପାଇଁ ଏହି ବଡ଼ ସଫଳତା ମିଳିଛି। ପ୍ରାୟ 1 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଗଞ୍ଜେଇ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ବାହାର ଅଞ୍ଚଳର ଲୋକ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ଗଞ୍ଜେଇ ଚାଷ କରୁଥିବା ସନ୍ଦେହ କରାଯାଇଛି।